ଜଗନ୍ନାଥ ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନେ ଜାଣିଛନ୍ତି କି ମହାପ୍ରସାଦ କାହିଁକି ଜଗନ୍ନାଥଙ୍କ ପ୍ରସାଦ କୁହାଯାଏ ଆଉ କେଉଁଠି କୁହାଯାଏ? କାରଣ ଜଗନ୍ନାଥ ମନ୍ଦିର ପ୍ରତ୍ୟେକ କ୍ଷେତ୍ରରେ ଅଛି। ଆପଣ କଟକ ଯାଆନ୍ତୁ, ସେଠି ବି ପାଇବେ। ଭୁବନେଶ୍ୱର ଯାଆନ୍ତୁ, ଦିଲ୍ଲୀ ଯାଆନ୍ତୁ, ଆପଣ ପାଇବେ। କିନ୍ତୁ ଜଗନ୍ନାଥଙ୍କର ପ୍ରସାଦକୁ ମହାପ୍ରସାଦ ବୋଲି କାହିଁକି କୁହାଯାଏ? କାରଣ ଯେତେବେଳେ ଜଗନ୍ନାଥଙ୍କର ପ୍ରସାଦ ପ୍ରସ୍ତୁତ ହୁଏ ଆଉ ଭୋଗ ଲାଗେ ଏବଂ ସେହି ପ୍ରସାଦ ମା ବିମଳାଙ୍କ ପାଖରେ ଯାଇ ଅର୍ପଣ ହେଲା ପରେ, ସେଇ ପ୍ରସାଦ ଯେତେବେଳେ ଅର୍ପଣ ହେଇସାରିଲା ପରେ ଯେତେବେଳେ ଜଗନ୍ନାଥ ପାଖକୁ ଫେରେ, ସେଇଟା ମହାପ୍ରସାଦ ବୋଲି କୁହାଯାଏ। କାରଣ ଆମ ଜଗତର ନାଥ ଜଗନ୍ନାଥ ଅଛନ୍ତି। ସେଥିପାଇଁ ପୁରୀର ଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ସେବନ କରନ୍ତି।